बोलुछु मुख्य बाबा छु हरी हरी बजाई न करो ताली बजाई हरे कृष्ण महामंत्र जपू के हरे कृष्ण हरे राम नित्य गौरी राधे श्याम नित्य गौरी राधे श्याम सब कर सर्वे बाबा राधे श्याम राधे श्याम राधे हरे बोल जय जगन्नाथ जय अयो बाबाजी महात्मा माने नमस्कार जेबे तू कलु नमस्कार दिनरे कल्याण आंभर तोर कुलकु तोर कुलकु तोर कुलकु आसुकु बाबाजी महात्मा माने बाबा जुहार जुहार जेबे तू करिलु जुहार करे तो बहर हरे नाम के सारा नाम को हरि नाम को तू जप कर रे ओ बाबाजी महात्मा माने ओ बाबाजी महात्मा माने दंडवत जेबे तू कलु दंडवत आयुष हेउत बहुत सारा जगते बाबाजी ख्यात रे बाबाजी महात्मा माने तो भल कल्याण करुछंती बाबा को टिके इंग्लिश रे पचारिबा देखिबा कोन कल्याण जानिछि पचार ना हो बाबाजी महात्मा माने गुड नाइट तू कलु गुड नाइट एबे तू हे जारे फीटी उमा महेश उमा महेश देव पाइले हो बाबाजी महात्मा माने इंग्लिश तो जानी सिंती सब जणा आउ गोटे पद पचार दवा पचार हो महात्मा माने गुड मॉर्निंग जेबे तू कलु गुड मॉर्निंग हरि जा संगे होई तू संगी नीति भजुथा तू बजरंग हयो
ଆରେ ଓ ବାବାଜୀ ମହାତ୍ମା ମାନେ ବାବା ଆପଣଙ୍କ ଦେହ ଅସୁସ୍ଥ ଅଛି କି? ବାପା ମୋର ଖାଲି ଥରୁଛି। ଆପଣଙ୍କର ବୋଧେ ବ୍ରେନ୍ ଷ୍ଟ୍ରୋକ୍ ହବ ବୋଧେ ସେଥିପାଇଁ ଥରଥର ହଉଛନ୍ତି। ବାପା ବୁଢା ହେଲେଣି ଆଉ ବଳ ଆଉଛି କି? ଆପଣ ରେଷ୍ଟ ନ ନେଇକି କାହିଁ ଆସୁଛନ୍ତି କହିଲେ? ବାପା ଛାତ୍ରକୁ ଛାଡିକି ରହିହବ? ଓହୋ ହୋ ହୋ ପିଲା ଲୋକ ସେ କଣ ଜାଣିବେ? ଆଚ୍ଛା ବାବା ଆପଣ କୋଉଠୁ ଆସିଛନ୍ତି? ବାପା ମୁଁ ତାମିଲନାଡୁରୁ ଆଇଛି। ତାମିଲନାଡୁରୁ ଆସିଛନ୍ତି? ବାବା ଆପଣଙ୍କ ନାଁ କଣ? ବାପା ମୋ ନାଁ ହେଲା ଟାଙ୍କୁ ଛିଡା ଦାସ। କଣ କହିଲେ ବାବା? ଟାଙ୍କୁ ଛିଡା ଦାସ। ଓହୋ ଆଚ୍ଛା 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 ଏ ବାବାଙ୍କର କଣ ପେଟ ଫୁଲି ଯାଇଛି ଅଧିକ ଖାଇଦେଲେ ବୋଧେ। ବାବା ଆପଣ ତାଙ୍କର ଟିକେ ଅକୁହା ଗୁଣ ଅଛି। ଅକୁହା ଗୁଣ ସେ ବାବାଙ୍କର ପାଟି ଖୋଲୁନି ଜନ୍ମରୁ। କ୍ଷମା କରିବେ ବାବା ମୁଁ ଜାଣିନି ପଚାରିଦେଲି। ମୁଁ କହିଦଉଛି ବାବା। ଆଚ୍ଛା ଆଚ୍ଛା ସିଏ ବାବା ଜଣକ ଅନୁଗୁଳରୁ ଆଇଛନ୍ତି। ଅନୁଗୁଳ? ତାଙ୍କ ନାଁଟା କଲବଲ ଦାସ। କଲବଲ ଦାସ? ଆଚ୍ଛା ଚୁଇଁ ବାବା ଆପଣ କୋଉଠୁ ଆସିଛନ୍ତି? ମୁଁ ବାବା ଢେଙ୍କାନାଳରୁ ଆଇଛି। ଢେଙ୍କାନାଳ? ଆଚ୍ଛା ନା କଣ ଆପଣଙ୍କର? ଚିଲିବିଲି ଦାସ। ଚିଲିବିଲି ଦାସ? ଓହୋ ଆଚ୍ଛା ଆଚ୍ଛା ଏ ବାବା ଜଣକ କଣ ଦାଢି ନାହିଁ ଆଜି? ବାବା କଣ ପୁରା ଭିଲିଆନ ଭଳିଆ ଦେଖା ଯାଉଛନ୍ତି। ବାବା କୋଉଠୁ ଆସିଛ ବାବା? ମାନ୍ୟବର ମୁଁ କେନ୍ଦ୍ରାପଡ଼ାରୁ ଆଇଛି। ଆଚ୍ଛା ଆଚ୍ଛା ଆପଣ ସାରଥିଙ୍କ ପୁଅ ବୋଧେ? ନାଇଁ ନାତି ହେବି। ହେ ପ୍ରଭୁ କି ଭାଗ୍ୟ ଆମ ମାନଙ୍କର। ଆଜି ଏଭଳି ବାବା ମାନଙ୍କୁ ଦେଖିକି ପେଟ ପୁରି ଉଠୁଛି। ଆଚ୍ଛା ବାବାଜୀ ମହାତ୍ମା ମାନେ ଆପଣ ମାନେ ତ ଆସିଲେ ସଂସାରରେ ଅଛି ବାବାଜୀ ମାନେ ଯୁଆଡେ ଯିବା କଥା ଯାଆନ୍ତି କିନ୍ତୁ ଆପଣ କଣ ମାତାଜୀ ମାନଙ୍କୁ ଧରିକି ବୁଲୁଛନ୍ତି? ଆରେ ବାପା ଏଇ କଥାଟି ଆମର ଛୁଆ ବାବା କହିବେ। ଓହୋ ଛୁଆ ବାବା ସବୁ ଯାହେଲେ ଜାଣନ୍ତି। ଛୁଆ ବାବାକୁ ସବୁ ଜ୍ଞାନ ଦେଇ ଦେଇଛି। ସବୁ ଆପଣ ଶିଖେଇ ଦେଇଛନ୍ତି ଆଉ। ବୁଢା ହେଲେ ମନେ ପଡେ। ଆଚ୍ଛା ଛୁଆ ବାବା କହିଲେ ଟିକେ। ବାବା ଶୁଣ ଭାଗବତରେ ଲେଖା ହେଇଛି। କଣ ଲେଖା ହେଇଛି? କଣ ଲେଖା ହେଇଛି? କିସ ଲେଖା ହେଇଛି? ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ଚଳିବ ସନ୍ନ୍ୟାସ। ଟିକେ ପଛରେ ଟିକେ ଲେଟରେ ଆମେ ଯେତେବେଳେ ଘରୁ ବାହାରିଲେ ବାବା ଏଥର ଧର ଡେମୋ ଦେଖ ମାତା ମାନେ ଏମିତି କୁଣ୍ଢେଇକି ଧଇଲେ। ଓହୋ ଆପଣ ଯେତେବେଳେ ବାବାଜୀ ହେଇକି ବାହାରିଲେ ଏମିତି ମାତା ମାନେ କୁଣ୍ଢେଇକି ଧରିଲେ। ବାବା ଶୁଣ ସେଟା ଘରେ ହେଇଥିଲା ତମକୁ ପୁଣି ଦେଖେଇବୁ ନା ନାଇଁ କେମିତି ହେଇଥିଲା। ଆମରି ଭାଗ୍ୟ ଦୋଷ କାହାକୁ କହିବା। ଏଭଳି ବାବା ମାନଙ୍କୁ ଦର୍ଶନ ପାଇବା ଭାରି କଷ୍ଟ। ଏଇନେ ପ୍ରଫୁଲ୍ଲ ସାଙ୍ଗ କୁଆଡେ ଗଲେ ଆସିଥିଲେ କହିଲେ ଅରୁଆ ଖାଇବେ ବାବା ଏମାନଙ୍କୁ ଖାଇବାକୁ ଦବ। ହଉ ତଥାପି ଆଚ୍ଛା ମାତା ମା ମାନେ ଆପଣ ମାନେ ସବୁ କୋଉଠୁ ଆସିଛନ୍ତି? ମୁଁ କଟକରୁ ଆସିଛି ବାବା। ଓ ଏଇ ସୁକୁଟି ମା। ଆଚ୍ଛା ଆଚ୍ଛା ଆପଣଙ୍କ ନାଁ କଣ ମାତା? ମୋ ନାଁ ଚୁଲବୁଲି ଦେବୀ। ଚୁଲବୁଲି ଦେବୀ? ଆଚ୍ଛା ମୁଁ ବାବା ଭୁବନେଶ୍ୱରରୁ ଆଇଛି। ସତେ? ହଁ ବାବା। ଆପଣଙ୍କ ନାଁ କଣ ମାତା? ଝୁମ୍ପୁରି ଦେବୀ। ଆଉ ଯୋଉ କଇରି ଦେବୀ ଅଛନ୍ତି ମା ଆପଣ କୋଉଠୁ ଆସିଛନ୍ତି? ମୁଁ ନୟାଗଡ଼ ଆସିଛି ବାବା। ନୟାଗଡ଼? ଆଜ୍ଞା। ଆଚ୍ଛା ଆପଣଙ୍କ ନାଁ କଣ? ମୋ ନାଁ ରୀନା ଦାସ। ଆପଣ ବୋଧେ ପାନ ପୁନା ଟିକେ ଖାଆନ୍ତି ମା? ଆଜ୍ଞା ଅଭ୍ୟାସ ଅଛି ତ କଣ କରିବା। ହଉ ଭଲ ଭଲ ଭଲ। ଆଚ୍ଛା ବାବାଜୀ ମହାତ୍ମା ମାନେ ବାପା ଆପଣ ମାନେ କେମିତି ଆମ ଏଇ ଢୋଲମରା ଗାଁକୁ ଆସିଲେ କହିଲେ? ବାବା ମୁଁ କହିଦଉଛି। ଛୁଆ ବାବା କୁହ। ବାବା ଆମେ ଯେତେବେଳେ ବାହାରୁଥିଲୁ ବୃନ୍ଦାବନ ତୀର୍ଥ କରିବାକୁ ଆଚ୍ଛା ଜାଣିଲୁ ଢୋଲମରା ଗ୍ରାମରେ ଦଣ୍ଡ ଠାକୁର ବିଜେ କରିଛନ୍ତି। ଆଚ୍ଛା ଆଚ୍ଛା ଦର୍ଶନ ଅଭ୍ୟାସରେ ଚାଲି ଆସିଲୁ ନା କଣ? ଓହୋ ଆଚ୍ଛା ବାବାଜୀ ମହାତ୍ମା ମାନେ ଆପଣ କଣ ଦଣ୍ଡ ନାଚ ବିଷୟରେ କିଛି ଜାଣିଛନ୍ତି? ବାବା ସବୁ ଜାଣିଛୁ। ଟିକେ କହିଲେ ଶୁଣିବା। ଛୁଆ ବାବା ମୁଁ ଯାହା ଶିକ୍ଷା ଦେଇଛି ତମେ ସେଇଆ କୁହ। ଆରମ୍ଭ କଲି ନଈମିଷ ଅରଣ୍ୟରେ କତୁ ମୁନି ଥିଲେ ତିନି ଦେବ ତାଙ୍କ ପୁତ୍ର ପାଠ ପଢି ଗଲେ ହୋ ଦେଖି ମୁନି ଧୂଳିମୟ କରିଲେ ଅବନି ତତ୍କାଳେ କତୁ ମୁନି ଅଭିଶାପ୍ୟ ଦେଲେ କୂଳେ ଜନ୍ମି ଶିବ ବ୍ରତ ପାଳ ଭଲେ ହୋ କର ନୃତ୍ୟ ଦଣ୍ଡ ନୃତ୍ୟ ନାମେ ହେଉ ଖ୍ୟାତ ହୋ
ମାନେ ଯାହା ହଉ ଆପଣ ଆମ ମାନଙ୍କର ପୂର୍ବ ଭାଗ୍ୟ ଥିଲା ଆପଣ ମାନଙ୍କ ଦର୍ଶନ ଟିକେ ପାଇଲୁ ଯେ ଆପଣ ମାନେ ତ ଠାକୁରଙ୍କୁ ଦେଖିକି ଆସିଥିଲେ ଢୋଲମରା ଗାଁକୁ ଚାଲନ୍ତୁ ଠାକୁର ଦର୍ଶନ କରିବେ ପ୍ଲସ ଆମ ସରପଞ୍ଚ ବାବୁ ଆଜି ଠାକୁରଙ୍କୁ ଡକେଇଥିଲେ ଅନେକ ପ୍ରକାର ସରଞ୍ଜାମ ଅଛି ଖାଇବା ପାଇଁ ଆପଣ ଟିକେ ପ୍ରସାଦ ସେବନ କରିବେ ନିହାତି ବାବା କରିବା ହେଲେ ଯିବା ଆଗରୁ ହଁ ବାବା ଆଉ ଖାଇବା ଆଗରୁ ଆଚ୍ଛା ଟିକେ କଲ୍ୟାଣ ହବ ହଁ ତାପରେ ଆମ ପୁଅ ଏଇ ପିଲାମାନେ କିଛିଟା ଟିକେ ମନୋରଞ୍ଜନ କରିବେ ଆଉ ତାପରେ ଓହୋ, ଆପଣ କଣ ମନୋରଞ୍ଜନ କରନ୍ତି ବାବା ବାବା ଯାହାହେଲେ ତମ ମନରେ କଣ ଦୁଃଖ ଦେଇକି ଯାଇହବ ଆଚ୍ଛା ବାବା ହଁ ଆପଣ କଣ ସେଲୁନ ଯାଆନ୍ତି କି କଣ ଆଗ ପଟୁ ଚୁଟି କାଟିଛନ୍ତି ଆରେ ବାପା ହଁ ବୁଢା ହେଇଗଲିଣି ହଁ ଆଖିକି ଦିଶୁ ନାହିଁ ଓହୋ ଟିକେ ଅପରେସନ ହେଇଥିଲି ତ ଆଚ୍ଛା ଆଚ୍ଛା ଟିକେ ବବ୍ କଟ୍ କରିଦେଇଛି ଓହୋ ଏଟା ପପ୍ କଟ୍ ପପ୍ କଟ୍ ଏଟା ବେବି କଟ୍ ନାଇଁ ନା ମାନିବାକୁ ପଡିବ ହଉ ଆପଣ ମାନେ ଚାଲନ୍ତୁ କଣ ଆଶୀର୍ବାଦ କରିବା କଥା କରନ୍ତୁ ଚାଲନ୍ତୁ ଆଗ ପ୍ରସାଦ ସେବନ କରିବେ ଲୀଳା ଲାଗିଛି ରେ ଢୋଲ ମରାରେ ଆଉ ଦୁଲୁକୁଚି ଗାଁ ଦାଣ୍ଡ ଦୁଲୁକୁଚି ଗାଁ ଦାଣ୍ଡ ଶିବ ଭକ୍ତ ମେଳରେ ଜୟ ଜୟ ମହାଦେବ ସୁଦୟ କରିବ ଚରଣେ ପ୍ରଭୁ ଆଶ୍ରୟ ଯେ ଦେବ ମରାର ଲୋକଙ୍କୁ ସୁଖରେ ରଖିବ ପ୍ରଭୁ ମଙ୍ଗଳ କରିବ ଚାଲନ୍ତୁ ପ୍ରସାଦ ସେବନ କରିବେ ଆରେ ପିଲେ ତମେ ଟିକେ ପୋଖରୀ ତଠକୁ ଚାଲ ମୁଁ ପଛରେ ଗୋଟିଏ ଗୋଟିଏ ଯାଉଛି ଟିକେ ମ୍ୟୁଜିକ ଚାଲୁ ଟିକେ ରହିଛ ଆମ ପୁତ୍ର କଣ କହିବେ ଆମର ଟିକେ କଥୋପକଥନ ଅଛି ଆପଣ ମାନଙ୍କର ହଁ ହଁ ହଉ ହଉ ଚାଲୁ ଚାଲୁ ତୁ ବାଙ୍ଗିରି ମାତା ମୁଲ ଠୁଣୁକା ବାବା ଜନ ହଉଣୁ ମଠା କବାଟ ଦବା ମାତା ଗೋ ମାତା ଗೋ ମୁଁ ବାଙ୍ଗିରି ମାତା ତୁମ ଠୁଣୁକା ବାବା ଜନ ହଉଣୁ ମଠା କବାଟ ଦବା ଅଭିଜାଳି ଦୁହେଁ ମିଶି ପୋଥି ପଢିବା ଦବି ଯଦି ଲିଭିଯିବ କଣ କରିବା ଆରେ ଅନ୍ଧାରରେ ଚିପି ଚିପି ମାଳା ଜପିବା ହାଲୋ ହଉ ପିଲେ ଚାଲ ଚାଲ କୀର୍ତ୍ତନ ଚାଲୁ